ପ୍ରେମ ଗୋଟିଏ ଶବ୍ଦ ନୁହେଁ, ପବିତ୍ରତାର ବାର୍ତ୍ତା। ନୀଡ଼ ନୁହେଁ, ନିବିଡ଼ତା। ବିଶ୍ୱାସକୁ ଆୟୁଧ କରି ବସା ବାନ୍ଧେ। ସମର୍ପଣ ଭାବରେ ସମ୍ପର୍କ ଗଢ଼େ। ପୁଣି କେବେ ଜାତି ପ୍ରଥାର ବେଳାଭୂମିକୁ ଜୁହାର ହୋଇ କୂଳ ଲଙ୍ଘେ। ସାମାଜିକ ବନ୍ଧନକୁ ଏଡ଼ାଇ ନୂଆ କାହାଣୀ ଲେଖେ। ପ୍ରେମ ସାମ୍ନାରେ ଫିକା ପଡ଼େ ରୀତିନୀତି, ଭେଦଭାବ ଆଉ କଟକଣା। ଏମିତି ଏକ ଅଦ୍ଭୁତ ପ୍ରେମ କାହାଣୀ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ। ସାମାଜିକ ପ୍ରାଚୀରକୁ ଡେଇଁ ଜଣେ କିନ୍ନରଙ୍କୁ 7 ଜନ୍ମର ସାଥୀ କରିଛନ୍ତି ଜଣେ ପୁରୁଷ। ବେଦୀରେ ବସି ତୃତୀୟ ଲିଙ୍ଗୀ ଶିବାନୀ ସାହୁଙ୍କ ସିନ୍ଥିରେ ସିନ୍ଦୁର ପିନ୍ଧାଇଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ସତ୍ୟଜିତ ଆଚାର୍ଯ୍ୟ। ଆମେ ତ ଇନଷ୍ଟାଗ୍ରାମରେ ଦେଖା ହେଇଥିଲା, ଚାଟିଂ କରାହେଇଥିଲା ଇନଷ୍ଟାଗ୍ରାମରେ। ମାତ୍ର ସେମାନେ ଚାଟିଂ କରିଥିଲେ ଇନଷ୍ଟାଗ୍ରାମରେ, ହାଇ ଗୋଟେ ଲେଖିଥିଲେ ମୋ ଭିଡ଼ିଓ ଦେଖିକି। ମୁଁ ଯେତେବେଳେ ହାଲୋ ଲେଖିଦେଲି, ସେମାନେ ମୋତେ କଲ୍ ବ୍ୟାକ୍ କଲେ। ସେଇଟା ମୁଁ କହିଲି ତୁମେ କିଏ, ମୋତେ କଲ୍ କରିଛ, ମୁଁ ଜାଣିନି। ସେମାନେ କହିଲେ ମୁଁ ତୁମକୁ ବହୁତ ଭଲ ଲାଗୁଛ, ସୁନ୍ଦର ଲାଗୁଛ। ସେଇଟା ମୋତେ କଲ୍ କଲେ, ଚାଟିଂ କଲେ, ଆଉ ସେଇଠି କଥାବାର୍ତ୍ତା ହେଇକି ଆଗକୁ ବଢ଼ିଲା। ତା 2 ବର୍ଷ ପରେ ଆମର ଦେଖା ହେଇଥିଲା କଟକରେ ଦେଖା ହେଇକି ସେମିତି ବୁଲାବୁଲି କଲୁ। ଆଉ ବୁଲାବୁଲିକି ଆମର ବାହାଘରଟା ହେଲା। ଯେତେବେଳେ ଆମ ମା ଦେବଲି ମା ଅମରକୋଟରେ ରହୁଥିଲେ, ଆମ ଗାଁର ପାଖର, ତାଙ୍କର ଆମେ ଚିହ୍ନା ପରିଚୟ 3 ବର୍ଷ ପରେ। ସେଇଟା ଆମକୁ ଝିଅ ପୁଅ କରିକି ରଖୁଛନ୍ତି। ସେଇଟା ପାଇଁ ଝିଅ ପୁଅକୁ ରଖିକି ଥିଲେ। ଆମେ ମାଆକୁ କହିଲୁ ଯେ, ମା କହିଲେ ତମର ବାହାଘର ହେଇଯିବ। ଠିକ୍ ଅଛି, ଆମ ମାଆକୁ ପୁଅକୁ ବାହା ହେଇଯାଇଛି। ଦେଖା ହେଇଥିଲା ଆମର ଇନଷ୍ଟାଗ୍ରାମର ସୋସିଆଲ ମିଡ଼ିଆରୁ ଆମେ ଦେଖା ହେଇଥିଲୁ। ଲଗାତାର 2 ବର୍ଷ ଆଜିକୁ ହେଇଗଲା, 2 ବର୍ଷ ହେଇଗଲା ଦେଖା ହେଇଥିଲୁ। ଆଉ ଧୀରେ ଧୀରେ କଥାବାର୍ତ୍ତା ସମ୍ପର୍କ ବଢ଼ିଆ ସାଙ୍ଗରେ ଆମେ ସ୍ଥିର କରିଥିଲୁ କି ନାଇଁ ଆମେ ବିବାହ କରିବୁ। ଏଥିରେ ପରିବାର ଜାଣିଥିଲେ। ପରିବାର ଜାଣିଲା ପରେ ବି ବହୁତ ପ୍ରକାର କଳହ ସୃଷ୍ଟି ହେଇଥିଲା ଘର ଭିତରେ। ତାପରେ ଆମେ ବି ଜଣେଇଲୁ କି ନାଇଁ ମୁଁ ୟାଙ୍କୁ ପସନ୍ଦ କରୁଛି, ମୁଁ ୟାଙ୍କୁ ବିବାହ କରିବା ପାଇଁ ଚାହୁଁଛି। ତ ତାପରେ ବି ଡିଷ୍ଟର୍ବାନ୍ସ ଆଜି ଯାଏ ବି ଅଛି। ସମ୍ପୂର୍ଣ୍ଣ ଭାବରେ ସମାଧାନ ହେଇନି ଅବଶ୍ୟ, କିନ୍ତୁ ଯାହା ବି ଅଛି ଆଗକୁ ସମାଧାନ ହେଇଯିବ। ସେଇଟା ମାନେ ସେତିକି ଭରସା ଆଉ ବିଶ୍ୱାସ ଅଛି ପରିବାର ଉପରେ। ତ ଏବେ ସେ ମୋ ସାଙ୍ଗରେ ତ ଯିବ, ତା ଶାଶୁଘରକୁ ଯିବ। ଯେ କଟକରେ ଆମେ ଯେହେତୁ ରହୁଛୁ, ମୁଁ ଏବେ କଟକରେ ଷ୍ଟେବୁଲ୍ ଅଛି। କଟକରେ ସେ ଯିବ, ମୋ ସାଙ୍ଗରେ ରହିବ। ଆଉ ତାର ଯାହା ବି ଆବଶ୍ୟକତା, ଗୋଟେ ସ୍ୱାମୀ ହିସାବରେ ମୋତେ ଯାହା ବି କିଛି କରିବା ପାଇଁ ପଡ଼ିବ, ମୁଁ ସେଇଟା ତା ପ୍ରତି କରିବା ପାଇଁ। ସମାଜରେ ତ ସମସ୍ତେ ତ ଯାହା ବି ହେଲେ କହିବେ କି ନାଇଁ କି ଝିଅ ମିଳିପାରିଥାନ୍ତା, କି ଭଲ ଚାକିରିରେ ଅଛୁ, କି ଏମିତି ତ କହିଲେ, ବହୁତ ଜିନିଷ କହିଲେ। କିନ୍ତୁ ସେ ସବୁ ଜିନିଷ ଯେହେତୁ ମୋର ଜଣେ ପସନ୍ଦ ଥିଲା, ମୁଁ ପସନ୍ଦ ବ୍ୟକ୍ତିକୁ ଛାଡ଼ିକି ଅପସନ୍ଦକୁ ମୁଁ ଯିବାକୁ ଚାହୁଁନଥିଲି। ତ ଯେହେତୁ ଆମେ କଥା ଦେଇଥିଲୁ କି ନାଇଁ ଆମେ ଗୋଟେ ସାଙ୍ଗ ହେଇକି ରହିବୁ ଜୀବନ ସାରା ପାଇଁ, ତ ସେ ଡିସିସନ୍ ମୁଁ ଫାଇନାଲ୍ ଡିସିସନ୍ ନେଇଥିଲି। 2 ବର୍ଷ ତଳେ ସୋସିଆଲ ମିଡ଼ିଆରୁ ଆରମ୍ଭ ହୋଇଥିଲା ଶିବାନୀ ଆଉ ସତ୍ୟଜିତଙ୍କ ପ୍ରେମ କାହାଣୀ। ହାଏ ହ୍ୟାଲୋର ସମ୍ପର୍କ ଧୀରେ ଧୀରେ ପ୍ରେମର ନିବିଡ଼ତାରେ ବାନ୍ଧି ହୋଇଥିଲା। ସମାଜର ସବୁ ବନ୍ଧନକୁ ଏଡ଼ାଇ ଜଣେ କିନ୍ନରଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି ସତ୍ୟଜିତ। ଆଉ ସୋମବାର ବାଜାବାଣ ରୋଷଣୀ ଧରି ଆସି ଶିବାନୀଙ୍କୁ ବିବାହ କରନ୍ତି। ଉମରକୋଟ କିନ୍ନର ଆଖଡ଼ା ଗୃହରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଆଖଡ଼ା ଗୁରୁଙ୍କ ଆଶୀର୍ବାଦ ନେଇଛନ୍ତି ବରବଧୂ। ସେ ତାର ପ୍ରେମ ବିଷୟରେ ମୋତେ ଜଣେଇଥିଲା, ଏମିତି କଥା। କଟକ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳରେ ଗୋଟେ ପୁଅକୁ ମୁଁ ଭଲ ପାଉଛି। ଏମିତି ସେ କଟକରେ ରୁହେ, ମୁଁ ତାକୁ ଭଲ ପାଉଛି, ସେ ମୋତେ ଭଲ ପାଉଛି। ଯାହାଫଳରେ ମୋତେ ତା ପୁରୁଷ ସାଥୀ ସହିତ ମୋତେ କଥା ବି କରାଇଥିଲା। ତା ପୁରୁଷ ସାଥୀ କହିଲେ, ଯଦି ଭଲ ପାଉଛ ତାକୁ ସବୁଦିନ ପାଇଁ ତା ସାଥୀ କରିବା ପାଇଁ ଭାବିଛ କି କ'ଣ କରିଛ? ସେ କହିଲା ହଁ, ମୁଁ ବାହା ହେଇକି ତାକୁ ନେବି। ତା ଯାହାଫଳରେ ମୁଁ ମୋ ଚେଲାକୁ କହିଲି ତୁ ବାହା ହେବାକୁ ରାଜି କି? ବେଳକୁ ସମସ୍ତେ ଯେମିତି ରାଜି ହେଲେ। ଯେମିତି ଆମର ହିନ୍ଦୁ ରୀତି ଅନୁସାରେ ଯେମିତି ବାହାଘର ହୁଏ, ସେମିତି ବାହାଘର ହୋଇକି ତାଙ୍କର ଯେମିତି ହିନ୍ଦୁ ରିବାଜ ଅନୁସାରେ ସେ ବାହା ହେଲା। ଅଗ୍ନିକୁ ସାକ୍ଷୀ ରଖିକିରି ଯେମିତି ବେଦି ପଡ଼ିଲା, ମଣ୍ଡୁଆ ଗାଡ଼ିକିରି ବରଯାତ୍ରୀ ଆସିଲେ, ରୋଷଣୀ ବାଜିଲା, ବହୁତ ଧୁମଧାମରେ ଭୋଜି ଭାତ ସହକାରେ ବାହାଘରଟା। ଇନଷ୍ଟାଗ୍ରାମରେ ଆରମ୍ଭ ହୋଇଥିବା ପ୍ରେମ ବାହାବେଦୀରେ ଶେଷ ହୋଇଛି। ନିଜ କିନ୍ନର ପ୍ରେମିକାଙ୍କୁ ଜୀବନସାଥୀ ଭାବରେ ଗ୍ରହଣ କରିଛନ୍ତି ସତ୍ୟଜିତ ଆଚାର୍ଯ୍ୟ। ତେବେ ଏହି ଅନନ୍ୟ ବିବାହକୁ ସ୍ୱାଗତ କରି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ଅଞ୍ଚଳବାସୀ। ବ୍ୟୁରୋ ରିପୋର୍ଟ, ପ୍ରମେୟ ଡିଜିଟାଲ।